ଶଙ୍କର ଭାଇ ଇଏ ପିଲାମାନଙ୍କୁ ଧରି କୁଆଡେ ଯାଉଛୁ କି ରେ? ମତେ କହୁନୁ ମୁଁ ତ ସାଙ୍ଗରେ ଟିକେ ଯାଇଥାନ୍ତି। ହ୍ୟାଲୋ ଭୀମା, ଆଲୋ ଗାଁରେ ଭୋଜି ଅଛି, ପିଲାମାନେ ଜିଦି କଲେ ତ ସେଥିପାଇଁ ପିଲାମାନଙ୍କୁ ନେଇକି ଯାଉଛି ଭୋଜି ଖାଇବାକୁ। ଆଉ ତୁ ଯିବୁ ଯଦି ଆସେ। ଶଙ୍କର ଭାଇ ପିଲାମାନଙ୍କୁ ନେଇକି ଯାଉଛୁ, ମତେ ଡାକିବାକୁ କଣ ଭୁଲି ଯାଇଛୁ? ରେ ମୁଁ ସାଙ୍ଗେ ସାଙ୍ଗେ ଗୋଟେ ଗଞ୍ଜି ପିନ୍ଧି ଦେଇ ଆସୁଛି, ସାଙ୍ଗେ ସାଙ୍ଗେ ମୁଁ ଯିବି। ଖାଇବା କଥା ମୁଁ ଛାଡ଼ିବି, ବକତେ ରହିଯିବ ରେ। ପିଲାମାନେ 10ଟା ରାତି ହେଲାଣି, ଏତେବେଳେ ପର୍ଯ୍ୟନ୍ତ ତାଙ୍କର ଖାଇବା ପିଇବା ହଉଛି। ମତେ କାହିଁ କେମିତି ଲାଗୁଛି ରେ? ମତେ ଲାଗୁଛି ସବୁ ଖାଇ ହାଣ୍ଡି କଳା ଚାଟିକି ଯାଇ ସାରିବେ ନାହିଁ। ଆମ ବେଳକୁ କିଛି ନଥିବ ରେ, ଖାଲି ଉପାସ ଘରକୁ ଆସିକି ପାଣି ପିଇକି ଶୋଇବାକୁ ପଡିବ। ଭୀମା ଯେ ଏଟା ପରେ ଖରା ଦିନ ପରେ, ଖରା ଦିନ କଣ 10ଟା ବେଳେ ଲୋକ ଖାଇକି ଶୁଅନ୍ତି? 11ଟା 12ଟା ହୁଏନା, କିଛି ହେଇନଥିବ। ଚାଲ ଚାଲ, ପୁଣି ଜଙ୍ଗଲ ଦେଇ ଯିବାକୁ ପଡିବ, ଶୀଘ୍ର ଶୀଘ୍ର ଚାଲ। କଣ କହିଲୁ? ଆଉ ଜଙ୍ଗଲ ହାତ ଦେଇଯିବ? ହେଲେ ତେପତଲା ଭୂତ ବାହାରୁଥିଲେ, ତେପତଲା ଯିବା ନାହିଁ, ଆମେ ଲାତା ହାତ ଯିବା। ହଇରେ ଗେଣ୍ଡୁ, ଏତେ ଡର ପୁରା ଉପରେ କଣ ହଉଛୁ? ଆରେ ଭୀମା ଯେ ଆଉ ଜେଜେ ଅଛନ୍ତି ପରା, ତତେ ଏମିତି ଡର ଲାଗୁଛି? ଡର ତତେ ଖାଇଯାଉଛି ନା, ଏମିତି କଣ ହଉଛୁ? ଆରେ ଚାଲେ ଚାଲେ, କିଛି ହବନି। ଆରେ ଗାଣ୍ଡୁ, ଆରେ ଜମା ଡରନି, ଆରେ ଆମେ ସବୁ ସାଙ୍ଗରେ ଅଛନ୍ତି। ଆଉ ଭୂତ କଣ ଆମକୁ ଡରେଇ ପାରିବ? ଆରେ ଜମା ଡରେଇ ପାରିବନି। ଆରେ ଚାଲ ଚାଲ, ସେନେ ଖାଇକି ପେଟେ ଆସିବା। ହଁ କହିଲେ ମୋ କଥା ତମ ଶୁଣୁ ନା। ଆଉ ଯେତେବେଳେ ଭୂତ ଆବୁଲଲେ ପଲିବ ସେତେବେଳେ ନାମ ନବଲେ। ଚୋକରା ପୁଅ, ତତେ ଏତେ କାହିଁକି ଡର ଲାଗୁଛି କି? ତୋ ବାପାଙ୍କୁ କହୁନୁ ଗୋଟେ ସିନ୍ଦୁକ ଭିତରେ ତତେ ପୁରେଇକି ରଖିଦବ। ତତେ ଭାରି ଡର ଲାଗୁଛି। ଡର ଲାଗୁଛି ତତେ ଆସୁଥିଲୁ କାହିଁକି? ବେକାରିଆ ପିଲାଟା, ଚାଲ ଶୀଘ୍ର ଖାଇକି ଆସିବା। କହିଲା କଣ ଡର ଲାଗୁଛି? ନୀଳ ଭାଇ, ଏ ନୀଳ ଭାଇ, ଦେଖେ ଦେଖେ, ରାତିର କେମିତି ଘୁଷୁରି ଯାଉଛି। ଆରେ ହଁ ରେ ଡାଙ୍ଗ, ବୋଧେ କିଏ ଘୁଷୁରୀ ଚରେଇବାକୁ ଆଣିଥିଲା। ଆଉ ଘୁଷୁରୀ ବୋଧେ କୋଉଠି ଛକିକି ରହିଯାଇଛି। ଆଉ ଆରେ ଚାଲେ ଚାଲେ, ସେ କିଛି ନୁହଁ। ଆଲୋ 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 ଆଲୋ, ତ ଗୋତଲି କାନ ପନି ତାଣ୍ଡ ହେଇଗଲାନି। ଆଲୋ ମୁଣ୍ଡ ଫୁଣ୍ଡ କିଛି କାମ କଲୁନି। ଆମେ ବୋଧେ ଭୂତ ଆବୁଲଲେ ପଲିଗଲେ। କଣ କଲିଗଲେ? ଆଜି ଖାଇବାକୁ ଯାଇ ପାରିଲାନି। ଏଇ ରାତିରେ ଆମକୁ ଭୂତ ମାଲିକ ଖାଇବ। ଆରେ ପିଲାମାନେ, ଆମେ ବହୁ ଲୋକ ଆବୁଲଲେ ବୋଲି ଗଲେ, ଜମା କାହିଁ ଚାଲନି, ସେ କିଛି କଲିବ ନାହିଁ। ସମସ୍ତେ ଆଗକୁ ନେଇକି ଚାଲ, ଆମେ ସମସ୍ତେ ଏକାଠି ଅଛନ୍ତି। କହିଲୁ କହିଲୁ ଶଙ୍କରା ଭାଇ, ଆମେ ବୋଉ ରୂପୀ ହାବୁଡରେ ପଡିଗଲେ। ଗଲା ରେ, ସେ ବୋଉ ରୂପୀ ଆଜି ଖାଇବାକୁ ଛାଡିଦବ ନାହିଁ। ଖାଲି ଆଗଟାରେ ବୁଲିବ ରେ, ଖାଲି 18 ଥର ରଙ୍ଗ ବଦଳେଇବ। ସେ ବୋଉ ରୂପୀ ଯଦି ଆମ ସମସ୍ତଙ୍କୁ ମାରିକି ଖାଇଦବ, ମୋ ବାଡି ସାଣେ କିଏ ଜଗିବ ରେ? ମତେ ଭାରି ଡର ଲାଗିଲାଣି। ଚୁପ୍ ଯାବେ ତାହେଲେ, ଏତେ ଡରିବାର କିଛି ଆବଶ୍ୟକ ନାହିଁ। କହିଲା କଣ ମାରିକି ଖାଇଦବ, ତତେ ଆଗେ ଭୂତ ମାରିକି ଖାଇବ। କୁଆଡେ ସବୁ ଯାଉଛ? ସମସ୍ତଙ୍କୁ ଆଜି ମାରିକି ଖାଇବି। ବହୁତ ଦିନ ହେଲା ମଣିଷ ମାଂସ ଖାଇନି, ମୁଁ ଭାରି ଭୋକିଲା ଅଛି। ମୋ ପାଖକୁ ଆସ, ଝଣ ଝଣ କରି ଖାଇବି। ଆଗେ ଏଇ 2ଟା ବୁଢାଙ୍କୁ ଖାଇବି। ନୀଳ ଭାଇ, ଏ ନୀଳ ଭାଇ, ଇଏ ବୋଉ ରୂପୀ କଣ ଆମ ଆଗରେ ଠିଆ ହେଇଗଲାଣି? ମତେ ଭାରି ଜୋରେ ଡର ଲାଗୁଛି। ନୀଳ ଭାଇ, କଣ କରିବା କି ରେ? ଆରେ ହେ, ଆମରି ଗାଁକୁ ଖାଲି ଭୂତ ଆସୁଛନ୍ତି। କେତେବେଳେ କୋଉ ଭୂତ ଆସୁଛି ଠିକ ଠିକଣା ନାହିଁ। ଆଜି ପୁଣି ବୋଉ ରୂପୀ ହାବୁଡରେ ପଡିଗଲେ। କଣ କରିବା? ମତେ ଭାରି ଜୋରେ ଡର ଲାଗିଲାଣି। ହଇରେ ନଟିଆ, ତୋରି ପାଇଁ ସବୁ ହେଲା ରେ। ଗାଣ୍ଡୁ ତ ମନା କରୁଥିଲା। ଆରେ ଏପଟରେ କାହିଁକି ଆସୁଥିଲେ? ଗଲା, ଆଜି କୁଆଡେ ଯାଇପାରିବାନି। ବୋଉ ରୂପୀ ହାବୁଡରେ ଜୀବନ ଯିବ। ହଁ, ସବୁ ତ ନଟିଆ ଗଲେ ଆଉ। ଯେତେବେଳେ ବିପଦ ଆସୁଛି ସବୁବେଳେ ଖାଲି ମୋରି ଆଡିକି ବୁଲେଇ ଦଉଛ ନାଇଁ ରେ? ଆରେ ବିପଦ ବେଳେ କିଏ ଅଧୈର୍ଯ୍ୟ ହବା କଥା ନୁହେଁ, ସମସ୍ତେ ଏକାଠି ହେଇକି ରୁହ। ଭୂତ କାହାର କିଛି କରିପାରିବନି, ବୁଝିଲ? ସମସ୍ତେ ଏକଜୁଟ ରୁହ, ଆଉ ଭୂତକୁ ସାମ୍ନା କର, କେହି ଜମା ଡରନି। ଠିକ ଅଛି, ଆମେ ଆଉ କେହି ଡରୁନୁ। ଭୂତ ଅଙ୍କଲ, ଆମେ ତମର କଣ କଲୁ? ଆମେ ତ ତମର କିଛି କରୁନାହୁଁ, ଆମକୁ କାହିଁକି ହଇରାଣ କରୁଛ? ଆମେ ଖାଇବାକୁ ଯିବୁ, ଆମକୁ ବାଟ ଛାଡ। ଏଇ ଟୋକା, କଣ କହିଲୁ? ଖାଇବାକୁ ଯିବୁ? ଆଗେ ତ ବେକ ମୁଡି ରକ୍ତ ପିଇବି। ମୋ ପେଟ ଶାନ୍ତି ହେଲେ ତାପରେ ଯିଏ ଯୋଉଠିକି ଯିବା କଥା ଯିବ, ଛାଡିବିନି।
ଝଟିଆ ଆରେ ଭୂତକୁ ଏମିତି ଗେଲେଇକି କଣ ପଚାରୁଛୁ? ଆରେ ଭୂତ ଭଗବାନଙ୍କୁ ଡରେ। ଚାଲ ଆମେ ସମସ୍ତେ ଭଗବାନଙ୍କ ନାମ ସ୍ମରଣ କରିବା, ଦେଖିବ ଭୂତ ଛାଡିକି କୁଆଡେ ପଳେଇବ। ହଁ ହଁ ନୀଳ ଭାଇ, ଆମେ ସେଇଆ କରିବା, ନହେଲେ ଭୂତ ଆମ ତଣ୍ଟି ଚିପି ମାରିଦବ। ଆରେ ବା, ନିଉଳ ତ ବଢିଆ ଆଇଡିଆ ଦେଇଛି ଆଉ। ଆରେ ଚାଲ ମହାବୀରଙ୍କ ନାମ ସ୍ମରଣ କରିବା। ହନୁମାନଙ୍କୁ ସବୁ ଭୂତ ଡରନ୍ତି। ଜୟ 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 ବଜରଙ୍ଗ ବଲି, জয় 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 বদরঙ্গ বলি, জয় 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 বজরঙ্গ বলি, জয় 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 বজরঙ্গ বলি। বন্ধ কর ସେ ହନୁମାନ ନା, ମୋ ଦେହ ହାତରେ ନିଆଁ ଲାଗି ଯାଉଛି। ବନ୍ଦ କର ସେ ଧ୍ୱନି, ବନ୍ଦ କର। আরে শঙ্করা ভাই, সে ভূত তো ঠাকুর না শুনি কুয়ার মতো জ্ঞান হয়ে রে। চাল জোরে ভুক লাগিলানি, খাই ଦେଇକି ଆସିବା, ତାପରେ ଯୋଉ କଥା ଆଉ ଏପଟରେ ଆସିବା ନାହିଁ, ନହେଲେ ଯାହା ଖାଇଥିବା ସବୁ ଝଡ଼ିଯିବ ରେ। ଭୀମାଞ୍ଚା ଖାଇବାକୁ କଣ ଯିବ? ଏଇ ସାଙ୍ଗେ ଭୂତର ଆହାର ହେଇଥାନ୍ତ। ଭଗବାନଙ୍କ ଦୟାରୁ ସମସ୍ତେ ବଞ୍ଚିଗଲ। ସବୁବେଳେ ତ ଖାଲି ଖାଇବା କଥା ଆଉ। କୋଉଠି ଖାଇବି, କୋଉଠି ଘରକୁ ମେଞ୍ଚେ ଆଣିବି, ଏଇ ଗୁଣ ତମର ଗଲେନି ଆଉ। ଆରେ ଜଟିଆ ପୁଅ, କଳୁ କହିଲୁ ମୁଁ ଅଛି ଖାଉଠି ଘରକୁ ଆଣୁଛି, ମତେ ଏମିତି କଥା କହିଲୁ? ତତେ ଜମା ଛାଡ଼ିବି ନାହିଁ। କୁଆଡେ ଗଲା ତୋଟା? ତତେ ତୋ କଥା ବୁଝୁଛି, ଜମା ଛାଡ଼ିବି ନାହିଁ। ସରି ସରି ଭୀମାଞ୍ଚା, ଏମିତି କୋଉ କହିଦେଲି ନା ଆଉ। ସାଙ୍ଗମାନେ, ଯଦି ଆମ ଭିଡିଓଟି ଭଲ ଲାଗିଛି, ଭିଡିଓକୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖାବ ନେକ୍ସଟ ଭିଡିଓରେ ଆଉ।